ହଁ ହଁ ସେମାନେ 60,000 ପାଇଲେ 70,000 ପାଇଲେ ଆଉ ସେମାନେ ଆନ୍ଦୋଳନ ବଇଲେ ରାସ୍ତା ରୁପ୍ର ବଇଲେ ସବୁ ତ କଲେ ଆଉ ଆଉ ତମେ କାହିଁକି ରହିବ ତମେ ପୁରା ପାଚିକା ଦିଦି ଆଉ ତମେ ଗୋଟେ କାମ କର ତମେ ବି ଆସିକି ରାସ୍ତାରେ ବସ କାହିଁକି ନା ତମର 2,000 ଟଙ୍କା ଥିଲା ବିଜେପି ସରକାର ତମକୁ 1,000 ଟଙ୍କା ବଢେଇଛି ସେଥିରେ ତମ ପେଟ ପୁରୁନି ତମେ ବି କୁହ ଯେ ଆମକୁ 20,000 କରିଦିଅ ନହେଲେ 30,000 କରିଦିଅ ଦେଲେ ଯାଇକି ତମର ପେଟ ପୁରିବ କାହିଁକି ନା 10ଟା ବେଳେ ଆଇବ ବାଲ୍ଟିଟା ଧରିକି ଆସିକି ସ୍କୁଲରେ ପହଞ୍ଚିବ ଟିକେ ରାନ୍ଧି ବାନ୍ଧା କରିଦେଇକି ଠିକ 1:30 ବେଳକୁ ଘରକୁ ପଳେଇବ ଦେଇ ଯାଇକି ଘରେ ବସିକି ଖାଇବ ଆଉ ସେଇଥିରେ ତମକୁ 12,000 14,000 15,000 ସବୁ ପେମେଣ୍ଟ ଦେଇଦବ ମୁଁ କହିଲି ସାର୍ ମୋହନ ସାରଙ୍କୁ କହିବି ଆରେ ଏଇ ଯୋଉ ରାସ୍ତାରେ ବସିକି ଆନ୍ଦୋଳନ କରୁନାହାନ୍ତି ସେମାନଙ୍କୁ ଟୋଟାଲ ଗୋଟେ ଟଙ୍କା ନ ବଢେଇକି କହିଦିଅନ୍ତି ଯେ ତମେ ଶୀତ କାକରରେ ଏମିତି ପଡି ପଡିକି ଯେତେ ଦିନ ପାରୁଛ ତମ ମନ ଇଚ୍ଛା ତମେ ସେମିତି ବସିଥାଉ ଜମା ତାଙ୍କ ଦରମା ଗୋଟେ ଟଙ୍କା ବଢାଉ ନାହିଁ ଯଦି ଯାହାକୁ ଭଲ ଲାଗୁଛି ସେ ରହୁ ଆଉ ଯାହାକୁ ଭଲ ନ ଲାଗୁଛି ସେ ଚାକିରି ଛାଡି ଦେଇକି ଘରେ ଯାଇକି ଧାନ କାଟୁ